ଭାରତର ମାନଚିତ୍ର ଆମ ସମସ୍ତଙ୍କ ପାଇଁ ଏକ ବହୁତ ପରିଚିତ ଚିତ୍ର ନୁହେଁ କି? କିନ୍ତୁ କ'ଣ ଜାଣିଛନ୍ତି, ଆମେ ଆଜି ଯେଉଁ ମାନଚିତ୍ର ଦେଖୁଛେ ତାହା ସବୁବେଳେ ଏମିତି ନଥିଲା। ଏହା ଏକ ଜୀବନ୍ତ ଦସ୍ତାବେଜ ଭଳି, ଯାହା ଦଶନ୍ଧି ଦଶନ୍ଧି ଧରି ବଦଳି ଆସିଛି। ତେବେ ଚାଲନ୍ତୁ ଏହି ରୋମାଞ୍ଚକର ଯାତ୍ରା ବିଷୟରେ ଆଜି ଆମେ ଜାଣିବା। ତ ଏବେ ଆମେ ଯେଉଁ ଭାରତର ମାନଚିତ୍ର ଦେଖୁଛେ, ସେଥିରେ 28ଟି ରାଜ୍ୟ ଆଉ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। କିନ୍ତୁ ମନେ ରଖିବାକୁ ହେବ, ଏହି ଆଧୁନିକ ରୂପ ପଛରେ ଏକ ଲମ୍ବା ଆଉ ବହୁତ ଗତିଶୀଳ ପରିବର୍ତ୍ତନର କାହାଣୀ ଲୁଚି ରହିଛି। ତେବେ ମୁଖ୍ୟ ପ୍ରଶ୍ନ ହେଉଛି, ଏହି ମାନଚିତ୍ରର ରୂପରେଖା ଆସିଲା କେମିତି? କେମିତି ଏହା ସୃଷ୍ଟି ହେଲା? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ଭାରତର ଆଭ୍ୟନ୍ତରୀଣ ସୀମାରେଖାର ଏକ ରୋଚକ ଇତିହାସ ଭିତରକୁ ନେଇଯିବ। ଚାଲନ୍ତୁ ଏହି କାହାଣୀର ଆରମ୍ଭରୁ ଆରମ୍ଭ କରିବା। 1950 ମସିହାରେ ଯେତେବେଳେ ଆମ ସମ୍ବିଧାନ ଲାଗୁ ହେଲା, ସେତେବେଳେ ଭାରତର ସୀମା କେମିତି ଥିଲା ଆସନ୍ତୁ ଦେଖିବା। କଥାଟା ହେଉଛି, ସମ୍ବିଧାନ ଲାଗୁ ହେବାବେଳକୁ ଭାରତର ରାଜ୍ୟଗୁଡ଼ିକର ଅବସ୍ଥା ବହୁତ କହିବାକୁ ଗଲେ ଅଡ଼ୁଆ ଥିଲା। ଏହା ବ୍ରିଟିଶ ଶାସନ ଆଉ ଦେଶୀୟ ରାଜ୍ୟଗୁଡ଼ିକରୁ ମିଳିଥିବା ଏକ ପ୍ରକାରର ଅବ୍ୟବସ୍ଥିତ ଉତ୍ତରାଧିକାର ଥିଲା। ଆଉ ଏହି ଜଟିଳତା କେମିତି ଥିଲା ଦେଖନ୍ତୁ। ପୁରା ଦେଶକୁ 4ଟା ଅଲଗା ଅଲଗା ଭାଗରେ ବଣ୍ଟା ଯାଇଥିଲା। କ, ଖ, ଗ ଆଉ ଘ। କ ଶ୍ରେଣୀରେ ଥିଲା ପୂର୍ବତନ ବ୍ରିଟିଶ ପ୍ରଦେଶ, ଯେଉଁଠି ରାଜ୍ୟପାଳ ଶାସନ କରୁଥିଲେ। ଖ ଶ୍ରେଣୀରେ ଥିଲା ବଡ଼ ବଡ଼ ଦେଶୀୟ ରାଜ୍ୟ, ଯାହାର ମୁଖ୍ୟ ଥିଲେ ରାଜପ୍ରମୁଖ। ଆଉ ଗ ଏବଂ ଘ ଶ୍ରେଣୀର ଅଞ୍ଚଳଗୁଡ଼ିକ ସିଧା କେନ୍ଦ୍ର ଦ୍ୱାରା ଶାସିତ ହେଉଥିଲା। ଏହି ବ୍ୟବସ୍ଥା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ଏହା ବେଶୀଦିନ ଚାଲିବନି। ତ ଏମିତି ଏକ ଅସ୍ଥିର ବ୍ୟବସ୍ଥା ଭିତରେ ଦେଶରେ ଗୋଟେ ବହୁତ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଲା। ଆଉ ଏଇ ଆନ୍ଦୋଳନ ହିଁ ଭାରତର ମାନଚିତ୍ରକୁ ପୁଣିଥରେ ଆଙ୍କିବାକୁ ବାଧ୍ୟ କଲା। 1950 ପରେ ଦେଶର କୋଣ ଅନୁକୋଣରୁ, ବିଶେଷ କରି ଦକ୍ଷିଣ ଭାରତରୁ ଗୋଟିଏ ଦାବି ଜୋର ଧରିଲା। ଲୋକମାନେ ଚାହିଲେ ଯେ ରାଜ୍ୟଗୁଡ଼ିକର ଗଠନ ତାଙ୍କ ଭାଷାଗତ ପରିଚୟ ଅନୁସାରେ ହେଉ। ତେଲୁଗୁ, କନ୍ନଡ଼, ମାରାଠୀ ଭାଷାଭାଷୀ ଲୋକମାନେ ନିଜ ପାଇଁ ଅଲଗା ରାଜ୍ୟ ଦାବି କଲେ। ହେଲେ ସେତେବେଳର ସରକାର ଏଥିପାଇଁ ସହଜରେ ରାଜି ନଥିଲେ। ତାଙ୍କର ଡର ଥିଲା ଯେ ଦେଶ ତ ଏବେ ସ୍ୱାଧୀନ ହୋଇଛି, ଯଦି ଭାଷାକୁ ନେଇ ରାଜ୍ୟ ଭାଗ ଭାଗ ହୋଇଯିବ, ତାହେଲେ ଦେଶର ଏକତା ରହିବ ତ? ଦେଖନ୍ତୁ, ପ୍ରଥମେ 1948ରେ ଗୋଟେ କମିଶନ ବସିଲା, ଆଉ ସେମାନେ ସିଧା ମନା କରିଦେଲେ। କହିଲେ ନା, ଭାଷା ଆଧାରରେ ରାଜ୍ୟ ହେବନି। କିନ୍ତୁ ଲୋକଙ୍କ ଦାବିକୁ କେତେଦିନ ଚାପି ହୁଏ? 1952 ମସିହାରେ ପୋଟି ଶ୍ରୀରାମୁଲୁଙ୍କ ବଳିଦାନ ପୁରା ପରିସ୍ଥିତିକୁ ବଦଳାଇ ଦେଲା। ଚାପ ଏତେ ବଢ଼ିଗଲା ଯେ 1953ରେ ସରକାରଙ୍କୁ ମାନିବାକୁ ପଡ଼ିଲା, ଆଉ ଭାଷା ଆଧାରରେ ଗଠନ ହେଲା ଭାରତର ପ୍ରଥମ ରାଜ୍ୟ ଆନ୍ଧ୍ରପ୍ରଦେଶ। ତ ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ସରକାର ଗୋଟେ କଥା ସ୍ପଷ୍ଟ ବୁଝିଗଲେ ଯେ ଏବେ ଗୋଟିଏ ବଡ଼ ଧରଣର ପୁନର୍ଗଠନ କରିବାକୁ ହିଁ ପଡ଼ିବ। ଆଉ ଏଇଠୁ ଆରମ୍ଭ ହେଲା ଆମ କାହାଣୀର ପରବର୍ତ୍ତୀ ପ୍ରମୁଖ ଅଧ୍ୟାୟ। ଏହି ଯେଉଁ ବିଶାଳ କାମ ଥିଲା, ସେଥିପାଇଁ 1956 ମସିହାରେ ତିଆରି ହେଲା ରାଜ୍ୟ ପୁନର୍ଗଠନ ଆୟୋଗ। ଏହାର 3 ଜଣ ସଦସ୍ୟ ଥିଲେ, ଫଜଲ ଅଲି, କେ.ଏମ୍. ପାନିକର ଏବଂ ହୃଦୟନାଥ କୁଞ୍ଜୁରୁ। ସେମାନଙ୍କ ଉପରେ ହିଁ ଭାରତର ମାନଚିତ୍ରକୁ ନୂଆ ସିଦ୍ଧାନ୍ତ ଅନୁସାରେ ଆଙ୍କିବାର ଦାୟିତ୍ୱ ଥିଲା। ଆଉ ଜାଣିଛନ୍ତି, ଏହି ଆୟୋଗର ସୁପାରିଶ ଗୋଟେ ପ୍ରକାରର ବିପ୍ଳବ ଆଣିଦେଲା। 1956ର ଯେଉଁ ରାଜ୍ୟ ପୁନର୍ଗଠନ ଆଇନ ଆସିଲା, ତାହା ସେହି ପୁରୁଣା ଜଟିଳ କ, ଖ, ଗ, ଘ ବାଲା ସିଷ୍ଟମକୁ ପୂରାପୂରି ଉଠେଇଦେଲା। ମାନେ ପୁରାଣା ମାନଚିତ୍ରକୁ ପୁରା ସଫା କରିଦିଆଗଲା। ଆଉ ସେହି ପୁରୁଣା ବ୍ୟବସ୍ଥା ବଦଳରେ କ'ଣ ଆସିଲା? ଆସିଲା 14ଟି ନୂଆ ରାଜ୍ୟ। ଏହା ଭାରତକୁ ଏକ ସରଳ ଆଉ ଅଧିକ ଯୁକ୍ତିଯୁକ୍ତ ରାଜନୈତିକ ମାନଚିତ୍ର ଦେଲା। ଖାଲି ରାଜ୍ୟ ନୁହେଁ, ତା ସହିତ ଗଠନ କରାଗଲା 6ଟି ନୂଆ କେନ୍ଦ୍ରଶାସିତ ଅଞ୍ଚଳ। ଏହି ପଦକ୍ଷେପ ମିଶି ଭାରତର ସମ୍ପୂର୍ଣ୍ଣ ପ୍ରଶାସନିକ ମାନଚିତ୍ରକୁ ଏକ ନୂଆ ଆଉ ସୁବ୍ୟବସ୍ଥିତ ରୂପ ଦେଲା। ହେଲେ କାହାଣୀ ଏତିକିରେ ସରିନଥିଲା। 1956ର ପୁନର୍ଗଠନ ଶେଷ ନୁହେଁ, ବରଂ ଏକ ନିରନ୍ତର ପ୍ରକ୍ରିୟାର ଆରମ୍ଭ ଥିଲା। ଆଉ ଏହି ପରିବର୍ତ୍ତନ ପାଇଁ ଆମ ସମ୍ବିଧାନରେ ହିଁ ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା 3 ସଂସଦକୁ ଏହି ଶକ୍ତି ଦେଇଛି ଯେ ସେମାନେ ଏକ ନୂଆ ରାଜ୍ୟ ଗଠନ କରିପାରିବେ, କୌଣସି ରାଜ୍ୟର କ୍ଷେତ୍ରଫଳ ବଢ଼େଇ କି କମେଇ ପାରିବେ, ସୀମା ବଦଳି ପାରିବେ, ଏପରିକି ନାଁ ମଧ୍ୟ ବଦଳି ପାରିବେ। ଆଉ ଏହି ସାମ୍ବିଧାନିକ କ୍ଷମତାର ବ୍ୟବହାର ବାରମ୍ବାର କରାଯାଇଛି। ଦେଖନ୍ତୁ କେମିତି 1960ରେ ବମ୍ବେ ରାଜ୍ୟ ଭାଙ୍ଗି ମହାରାଷ୍ଟ୍ର, ଗୁଜରାଟ ହେଲା। ତାପରେ 1966ରେ ପଞ୍ଜାବରୁ ହରିୟାଣା ତିଆରି ହେଲା। ଏହି ସିଲସିଲା ଚାଲିଲା। 2000 ମସିହାରେ ଆସିଲା 3ଟା ନୂଆ ରାଜ୍ୟ, ଛତିଶଗଡ଼, ଉତ୍ତରାଖଣ୍ଡ ଆଉ ଝାଡ଼ଖଣ୍ଡ। 2014ରେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ସୃଷ୍ଟି ହେଲା। ଆଉ ସବୁଠୁ ନିକଟରେ 2019ରେ ଜମ୍ମୁ କଶ୍ମୀରର ଏକ ବଡ଼ ପୁନର୍ଗଠନ କରାଗଲା। 2019ରେ ଯେଉଁ ପରିବର୍ତ୍ତନ ହେଲା, ତା ବହୁତ ବଡ଼ ଥିଲା। ଆଗରୁ ଯାହା ଜମ୍ମୁ ଓ କାଶ୍ମୀର ରାଜ୍ୟ ଥିଲା, ତାକୁ 2ଟି ଅଲଗା କେନ୍ଦ୍ରଶାସିତ ଅଞ୍ଚଳରେ ବଦଳାଇ ଦିଆଗଲା। ଗୋଟିଏ ହେଲା ଜମ୍ମୁ ଓ କାଶ୍ମୀର, ଆଉ ଅନ୍ୟଟି ହେଲା ଲଦାଖ।
तो ଏହି ପୁନର୍ଗଠନ ପରେ ଦେଶର ରାଜ୍ୟ ସଂଖ୍ୟା 29ରୁ କମି 28 ହୋଇଗଲା ଆଉ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା 9କୁ ବଢ଼ିଗଲା। ହେଲେ ତାପରେ ଆଉ ଏକ ପରିବର୍ତ୍ତନ ହେଲା। ଆଉ ଏବେ ଯେଉଁ ସ୍ଥିତି ଅଛି ସେଥିରେ ଅଛି 28ଟି ରାଜ୍ୟ ଏବଂ 8ଟି କେନ୍ଦ୍ରଶାସିତ ଅଞ୍ଚଳ। ଏଇଟା ହିଁ ଆମର ବର୍ତ୍ତମାନର ମାନଚିତ୍ର। ତ ଦେଖିଲେ ତ କେମିତି 1950ର ସେଇ ଜଟିଳ ଚାରିଭାଗିଆ ବ୍ୟବସ୍ଥାରୁ ଆରମ୍ଭ ହୋଇ ଭାଷା ପାଇଁ ଆନ୍ଦୋଳନ, ତାପରେ ବଡ଼ ପୁନର୍ଗଠନ ଆଉ ତାପରେ ଧୀରେ ଧୀରେ ହେଉଥିବା ପରିବର୍ତ୍ତନ ଭିତରେ ଦେଇ ଆମେ ଆଜିର ଏଇ ସ୍ପଷ୍ଟ ମାନଚିତ୍ର ପାଖରେ ପହଞ୍ଚିଛେ। କିନ୍ତୁ ପ୍ରଶ୍ନ ହେଉଛି, କ'ଣ ଏହି ଯାତ୍ରା ଏଇଠି ସରିଗଲା? ଭାରତର ମାନଚିତ୍ର କ'ଣ ଏବେ ସମ୍ପୂର୍ଣ୍ଣ, ନା ଭବିଷ୍ୟତରେ ଆହୁରି କିଛି ପରିବର୍ତ୍ତନ ବାକି ଅଛି? ହୁଏତ ଏହାର ଜବାବ କେବଳ ସମୟ ହିଁ ଦେବ। ନମସ୍କାର। ଆଜି ଆମେ ଗୋଟେ ବହୁତ ବଡ଼ ଆଉ ଜଟିଳ ପ୍ରକ୍ରିୟା ବିଷୟରେ କଥା ହେବା। ସେଇଟା ହେଉଛି ଭାରତର ନିର୍ବାଚନ ପ୍ରକ୍ରିୟା, ଯାହାକି ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରକୁ ଚଲାଏ। ତେବେ ପ୍ରଶ୍ନଟା ତ ବହୁତ ବଡ଼। ଏତେ ବଡ଼ ଦେଶ ନିଜ ନେତା କେମିତି ବାଛେ? ଚାଲନ୍ତୁ ଏଇ ଜଟିଳ ବ୍ୟବସ୍ଥା ଭିତରକୁ ଯିବା ଆଉ ଦେଖିବା କେମିତି କୋଟି କୋଟି ଲୋକଙ୍କ ମତ ଗୋଟେ ସରକାର ଗଢ଼େ। ଆଚ୍ଛା, ତେବେ ଆମେ କ'ଣ ଦେଖିବା? ପ୍ରଥମେ ଗଣତନ୍ତ୍ରର ହୃତ୍ସ୍ପନ୍ଦନ, ତାପରେ ପ୍ରତ୍ୟକ୍ଷ ଆଉ ପରୋକ୍ଷ ନିର୍ବାଚନ କ'ଣ, ଭାରତୀୟ ନିର୍ବାଚନର କ'ଣ ସବୁ ବିଶେଷତ୍ୱ ଅଛି, ପୁରା ନିର୍ବାଚନ ଚକ୍ରଟା କେମିତି କାମ କରେ, ଆଉ ଶେଷରେ ଅନ୍ତିମ ଗଣନା କେମିତି ହୁଏ। ଚାଲନ୍ତୁ ଆରମ୍ଭ କରିବା। ହଁ, ତ ପ୍ରଥମ କଥା, ସବୁଠୁ ମୂଳ କଥାଟା ହେଉଛି ଜନମତର ଶକ୍ତି। ମାନେ ସାଧାରଣ ଲୋକଙ୍କ ମତ ହିଁ ଗଣତନ୍ତ୍ରର ମୂଳଦୁଆ। ଏହି ଗୋଟିଏ ଜିନିଷ ଉପରେ ପୁରା ସିଷ୍ଟମ ତିଆରି ହେଇଛି। ଆଉ ଆମ ସମ୍ବିଧାନ ନିର୍ମାତାମାନେ ଏହି କଥାଟାକୁ ଭଲ ଭାବେ ବୁଝିଥିଲେ। ସେମାନେ ଜାଣିଥିଲେ ଯେ ଯଦି ନିର୍ବାଚନ ପ୍ରକ୍ରିୟାରେ ଟିକେ ବି ଭୁଲ ହୁଏ ତେବେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିବ। ସେଥିପାଇଁ ଗୋଟେ ସ୍ୱଚ୍ଛ ଆଉ ନିରପେକ୍ଷ ନିର୍ବାଚନକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଆଚ୍ଛା, ତେବେ ଆମେ ପ୍ରତିନିଧି କେମିତି ବାଛୁ? କ'ଣ ସବୁବେଳେ ଗୋଟିଏ ହିଁ ଉପାୟ? ନା, ଆଦୌ ନୁହେଁ। ଭାରତରେ ପ୍ରତିନିଧି ବାଛିବା ପାଇଁ ମୁଖ୍ୟତଃ ଦୁଇଟା ଅଲଗା ଅଲଗା ରାସ୍ତା ଅଛି। ତେବେ ଦୁଇଟା ଭିତରେ ଫରକ କ'ଣ? ଫରକଟା ବହୁତ ସରଳ। ପ୍ରତ୍ୟକ୍ଷ ନିର୍ବାଚନରେ ଆମେମାନେ ମାନେ ସାଧାରଣ ଜନତା ସିଧା ଭୋଟ ଦେଇ ନିଜର ପ୍ରତିନିଧି ବାଛନ୍ତି। କିନ୍ତୁ ପରୋକ୍ଷ ନିର୍ବାଚନରେ ଆମେ ଯେଉଁ ପ୍ରତିନିଧିମାନଙ୍କୁ ବାଛିଥାଉ ସେମାନେ ଆଗକୁ ଯାଇ ଅନ୍ୟ ଅଧିକାରୀମାନଙ୍କୁ ବାଛନ୍ତି। ଏହି ଟେବୁଲକୁ ଦେଖିଲେ ପୁରା ସ୍ପଷ୍ଟ ହୋଇଯିବ। ଦେଖନ୍ତୁ, ପ୍ରତ୍ୟକ୍ଷ ନିର୍ବାଚନରେ ଆମେ ସମସ୍ତେ ଭୋଟ ଦେଉ ଆଉ ଲୋକସଭା ସାଂସଦ ଓ ବିଧାନସଭା ବିଧାୟକମାନଙ୍କୁ ବାଛୁ। କିନ୍ତୁ ପରୋକ୍ଷ ନିର୍ବାଚନରେ ଆମ ଦ୍ୱାରା ବଛାଯାଇଥିବା ସେହି ସାଂସଦ ଓ ବିଧାୟକମାନେ ହିଁ ଭୋଟ ଦିଅନ୍ତି। ଆଉ ସେମାନେ କାହାକୁ ବାଛନ୍ତି? ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଆଉ ରାଜ୍ୟସଭା ସଦସ୍ୟମାନଙ୍କୁ। ଆଚ୍ଛା, ତେବେ ଆଗକୁ ବଢ଼ିବା। ଭାରତର ନିର୍ବାଚନକୁ ଦୁନିଆରେ ଏତେ ସମ୍ମାନ କାହିଁକି ଦିଆଯାଏ? ଏମିତି କ'ଣ ଖାସ କଥା ଅଛି ଆମ ବ୍ୟବସ୍ଥାରେ? ଚାଲନ୍ତୁ ସେଇ ଖେଳର ନିୟମଗୁଡ଼ିକୁ ଦେଖିବା। ସବୁଠୁ ବଡ଼ କଥା ହେଲା ଏଇ ନମ୍ବରଟା 18। ଆମ ସମ୍ବିଧାନର ଧାରା 326 କହୁଛି ଯେ ଯେକୌଣସି ଭାରତୀୟ ନାଗରିକ ଯାହାର ବୟସ 18 ବା ତାଠୁ ଅଧିକ ସେ ଭୋଟ ଦେଇପାରିବ। ଏଥିପାଇଁ ତାଙ୍କର ଜାତି, ଧର୍ମ, ଲିଙ୍ଗ କିମ୍ବା ସମ୍ପତ୍ତି କିଛି ବି ଦେଖାଯାଏ ନାହିଁ। ଏହାକୁ ହିଁ କୁହାଯାଏ ସାର୍ବଜନୀନ ସାବାଳକ ମତାଧିକାର। ଏହାଛଡ଼ା ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ କଥା ଅଛି, ଯେମିତିକି ପ୍ରତ୍ୟେକ ଅଞ୍ଚଳରୁ ଜଣେ ହିଁ ପ୍ରତିନିଧି ବଛାଯିବେ। ଭୋଟ ଦେବା ପୁରା ଗୁପ୍ତ ରହିବ, ଯାହାଦ୍ୱାରା କେହି କାହା ଉପରେ ଚାପ ପକାଇ ପାରିବେନି। ଭୋଟର ତାଲିକା ସବୁବେଳେ ଅପଡେଟ୍ ହେଉଥିବ ଆଉ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କିଛି ଆସନ ସଂରକ୍ଷିତ ରଖାଯାଇଛି। ଯଦି କିଛି ବିବାଦ ହୁଏ ତେବେ ହାଇକୋର୍ଟ ଆଉ ସୁପ୍ରିମକୋର୍ଟ ଏହାର ସମାଧାନ କରିବେ। ଆଉ ଏଇଟା ଦେଖନ୍ତୁ, ଏଇଟା ବହୁତ ଇଣ୍ଟରେଷ୍ଟିଂ। ଆମ ସମ୍ବିଧାନରେ ଗୋଟେ ଖାସ ବ୍ୟବସ୍ଥା ଅଛି। ଯଦି ରାଷ୍ଟ୍ରପତିଙ୍କୁ ଲାଗେ ଯେ ଆଙ୍ଗ୍ଲୋ ଇଣ୍ଡିଆନ୍ ସମ୍ପ୍ରଦାୟରୁ କେହି ଠିକ୍ ଭାବରେ ଲୋକସଭାକୁ ଆସିପାରି ନାହାନ୍ତି, ତେବେ ସେ ନିଜେ ସେହି ସମ୍ପ୍ରଦାୟର 2 ଜଣ ସଦସ୍ୟଙ୍କୁ ଲୋକସଭା ପାଇଁ ମନୋନୀତ କରିପାରିବେ। ଏହା ସେମାନଙ୍କର ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରେ। ଠିକ୍ ଅଛି, ଏବେ ଆସନ୍ତୁ ପ୍ରକୃତ ପ୍ରକ୍ରିୟା ଭିତରକୁ ଯିବା। ମାନେ ଗୋଟେ ନିର୍ବାଚନ ଘୋଷଣା ହେବାଠାରୁ ଆରମ୍ଭ କରି ଫଳ ବାହାରିବା ପର୍ଯ୍ୟନ୍ତ କ'ଣ କ'ଣ ହୁଏ, ପୁରା ଯାତ୍ରାଟାକୁ ଷ୍ଟେପ୍ ବାଇ ଷ୍ଟେପ୍ ବୁଝିବା। ଦେଖନ୍ତୁ, ଏହି ସବୁ ହେଉଛି ମୁଖ୍ୟ ପର୍ଯ୍ୟାୟ। ପ୍ରଥମେ ନିର୍ବାଚନ ମଣ୍ଡଳୀର ସୀମା ଠିକ୍ କରାଯାଏ, ତାପରେ ଭୋଟର ତାଲିକା ତିଆରି ହୁଏ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀମାନେ ନାମାଙ୍କନ କରନ୍ତି। ତାପରେ ଆରମ୍ଭ ହୁଏ ଜୋରଦାର ପ୍ରଚାର ଆଉ ଶେଷରେ ହୁଏ ଭୋଟ ଗ୍ରହଣ। ଏହି ପୁରା ପ୍ରକ୍ରିୟାଟାକୁ ପରିଚାଳନା କରେ ଭାରତର ସ୍ୱାଧୀନ ନିର୍ବାଚନ ଆୟୋଗ। ତେବେ ପ୍ରଥମ ପଦକ୍ଷେପ ହେଉଛି ନିର୍ବାଚନ ମଣ୍ଡଳୀର ସୀମା ଠିକ୍ କରିବା। ସମାନ ପ୍ରତିନିଧିତ୍ୱ ପାଇଁ ପୁରା ଦେଶକୁ ଜନସଂଖ୍ୟା ଆଧାରରେ ଛୋଟ ଛୋଟ ଅଞ୍ଚଳରେ ବାଣ୍ଟି ଦିଆଯାଏ। ଯେମିତିକି ପୁରା ଭାରତରେ 543ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଛି ଆଉ ତା ଭିତରୁ ଖାଲି ଓଡ଼ିଶାରେ ହିଁ ଅଛି 21ଟି। ଆଉ ଯେମିତି ନିର୍ବାଚନ ତାରିଖ ଘୋଷଣା ହୁଏ ସେମିତି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ନିଯୁକ୍ତ ହୁଅନ୍ତି। ତାଙ୍କୁ କୁହାଯାଏ ରିଟର୍ଣ୍ଣିଂ ଅଫିସର। ସେହି ଅଞ୍ଚଳରେ ନାମାଙ୍କନଠାରୁ ଆରମ୍ଭ କରି ଫଳାଫଳ ଘୋଷଣା ପର୍ଯ୍ୟନ୍ତ ସବୁକିଛି ତାଙ୍କରି ଦାୟିତ୍ୱରେ ହିଁ ହୁଏ।
ତାପରେ ଷ୍ଟେପ୍ ହେଲା ନାମାଙ୍କନ। ଏଠି ପ୍ରାର୍ଥୀମାନେ ନିଜର କାଗଜପତ୍ର ଦାଖଲ କରନ୍ତି। ରିଟର୍ଣ୍ଣିଂ ଅଫିସର ସେସବୁକୁ ଭଲ ଭାବରେ ଯାଞ୍ଚ କରନ୍ତି। ଯଦି କାହାର ଇଚ୍ଛା ହୁଏ ତେବେ ସେ ନିଜ ନାଁ ଫେରାଇ ବି ନେଇପାରନ୍ତି। ଶେଷରେ ଯେଉଁମାନେ ରହନ୍ତି ସେମାନଙ୍କର ଗୋଟେ ଫାଇନାଲ ଲିଷ୍ଟ ବାହାରେ। ଫାଇନାଲ ଲିଷ୍ଟ ଆସିବା ପରେ ହିଁ ଅସଲି ଖେଳ ଆରମ୍ଭ ହୁଏ। ପ୍ରଚାର ଅଭିଯାନ। ଦଳମାନେ ନିଜର ଇସ୍ତାହାର ବାହାର କରନ୍ତି, ବଡ଼ ବଡ଼ ସଭା କରନ୍ତି, ଘର ଘର ବୁଲି ଭୋଟ ମାଗନ୍ତି। ଏଟା ପ୍ରାୟ 2 ସପ୍ତାହ ଚାଲେ। କିନ୍ତୁ ଗୋଟେ କଥା ମନେ ରଖିବା ଦରକାର, ଭୋଟ ଦିନର ଠିକ୍ 48 ଘଣ୍ଟା ପୂର୍ବରୁ ସବୁ ପ୍ରକାର ପ୍ରଚାର ବନ୍ଦ କରିବାକୁ ପଡ଼େ। ଆଉ ଏହି ପ୍ରଚାର ସମୟରେ ଯେମିତି କେହି ମନ ଇଚ୍ଛା କାମ ନ କରିବେ ସେଥିପାଇଁ ନିର୍ବାଚନ ଆୟୋଗ ଗୋଟେ ନିୟମ ଲାଗୁ କରନ୍ତି। ଏହାକୁ କୁହାଯାଏ ଆଦର୍ଶ ଆଚରଣ ବିଧି। ଏହା ଏକ ସମାନ ସୁଯୋଗ ଦେବା ପାଇଁ କରାଯାଇଥାଏ। ଆଉ ଏହା ଅନୁସାରେ କୌଣସି ଦଳ ସରକାରୀ ସମ୍ପତ୍ତିକୁ ପ୍ରଚାର ପାଇଁ ବ୍ୟବହାର କରିପାରିବେ ନାହିଁ କିମ୍ବା ଧାର୍ମିକ ସ୍ଥାନରେ ପ୍ରଚାର କରିପାରିବେ ନାହିଁ। ସବୁ ପ୍ରଚାର ଶେଷ ହେବା ପରେ ଆସେ ସେହି ମୁଖ୍ୟ ଦିନ, ଯାହାକୁ ଆମେ ସମସ୍ତେ ଅପେକ୍ଷା କରିଥାଉ, ଭୋଟ ଦେବା ଦିନ। ଲୋକମାନେ ନିଜ ନିଜ ପୋଲିଂ ଷ୍ଟେସନକୁ ଯାଆନ୍ତି, ନିଜର ଭୋଟର ଆଇଡି କାର୍ଡ ଦେଖାଇ ପରିଚୟ ସାବ୍ୟସ୍ତ କରନ୍ତି, ଆଉ ତାପରେ ଗୁପ୍ତରେ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି। ଭୋଟ ତ ଦିଆ ସରିଲା। ଏବେ କ'ଣ? ଏବେ ଆସିଲା ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ସମୟ, ଅନ୍ତିମ ଗଣନା। ଏଠି ହିଁ ସେହି ଲକ୍ଷ ଲକ୍ଷ ଭୋଟର ଫଇସଲା ଜଣାପଡ଼ିବ। ତେବେ ଗଣନା ଦିନ ସିଲ୍ ହୋଇ ରହିଥିବା ସବୁ ଇଭିଏମ୍ ମେସିନ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ତଦାରଖରେ ଖୋଲାଯାଏ। ଆଉ ଏହି ସମୟରେ ସବୁ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ସେଠାରେ ଉପସ୍ଥିତ ଥାନ୍ତି, ଯାହାଦ୍ୱାରା ପୁରା ପ୍ରକ୍ରିୟାଟି ସ୍ୱଚ୍ଛ ରହେ। ଗଣନା ପରେ ଫଳାଫଳ ଘୋଷଣା କରିବାର ନିୟମ ବହୁତ ସିଧା। ଯେଉଁ ପ୍ରାର୍ଥୀଙ୍କୁ ବାକି ସମସ୍ତଙ୍କଠାରୁ ଗୋଟିଏ ବି ଭୋଟ ଅଧିକ ମିଳିଲା, ତାଙ୍କୁ ହିଁ ସେହି ନିର୍ବାଚନ ମଣ୍ଡଳୀର ବିଜେତା ଭାବେ ଘୋଷଣା କରାଯାଏ। ତେବେ ଏହି ପୁରା ବିଶାଳ ବ୍ୟବସ୍ଥାକୁ ଦେଖିଲେ ଶେଷରେ କଥା ଆସି ଗୋଟିଏ ଜାଗାରେ ଅଟକେ। ଆଉ ସେଇଟା ହେଉଛି ଜଣେ ସାଧାରଣ ଭୋଟରର ଗୋଟିଏ ଭୋଟ। କିନ୍ତୁ ଯେତେବେଳେ ଏହି ଗୋଟିଏ ଭୋଟ କୋଟି କୋଟି ଭୋଟ ସହ ମିଶିଯାଏ, ସେତେବେଳେ ତାହା ଏକ ଦେଶର ଭବିଷ୍ୟତ ସ୍ଥିର କରେ। ତେବେ ଏହା କ'ଣ ନିର୍ଣ୍ଣୟ କରିବ? ଆମ ରାଜ୍ୟର ରାସ୍ତାଗୁଡ଼ିକ କେମିତି ପ୍ରଗତିର ଧମନୀ ଭଳି କାମ କରନ୍ତି, ନୁହେଁ କି? ସେଗୁଡ଼ିକ ଆମକୁ ପରସ୍ପର ସହ ଯୋଡ଼ନ୍ତି, ଆମ ପାଇଁ ନୂଆ ନୂଆ ସୁଯୋଗ ଆଣନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି, ଏହି ପ୍ରଗତିର ରାସ୍ତାରେ ଗୋଟେ ବଡ଼ ବିପଦ ବି ଲୁଚି ରହିଛି? ଗୋଟେ ଏମିତି ବିପଦ ଯାହା ଆମ ଜୀବନକୁ ଆଚଟ କରି ନେଇଯାଉଛି। ଆପଣ ଜାଣିଛନ୍ତି, ପ୍ରତିବର୍ଷ ଓଡ଼ିଶାରେ କେବଳ ସଡ଼କ ଦୁର୍ଘଟଣାରେ 4000ରୁ ବି ଅଧିକ ଜୀବନ ଚାଲିଯାଉଛି। ଇଏ କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ପଛରେ ଅଛି ହଜାର ହଜାର ପରିବାରର କାନ୍ଦ, ଅଧାରେ ରହିଯାଇଥିବା ସ୍ୱପ୍ନ, ଆଉ କେତେ କ'ଣ ଅକୁଆ କାହାଡ଼। ତେବେ ମନରେ ପ୍ରଶ୍ନ ଆସେ, ଏମିତି କାହିଁକି ବାରମ୍ବାର ଘଟୁଛି? କ'ଣ ସେହି କାରଣ ଯେଉଁଥିପାଇଁ ଆମ ରାସ୍ତାଗୁଡ଼ିକ ମୃତ୍ୟୁରୁ ଫାଶ ପାଲଟି ଯାଉଛି? ଆସନ୍ତୁ ଆଜି ଏହାରି ଭିତରକୁ ଯାଇ କାରଣ ଖୋଜିବା। ତେବେ ପ୍ରଥମେ ବୁଝିବାକୁ ଚେଷ୍ଟା କରିବା ଯେ କେମିତି ଆମର ଏହି ବିକାଶ ଆଉ ଗତିଶୀଳତା ନିଜ ସଙ୍ଗରେ ଏକ ଏମିତି ସଙ୍କଟ ନେଇ ଆସିଛି, ଯାହା ବିଷୟରେ ଆମେ କେବେ ଭାବିନଥିଲୁ। ଦେଖନ୍ତୁ, ଆମ ରାସ୍ତାଗୁଡ଼ିକ ହେଉଛି ଆମ ଅର୍ଥନୀତିର ଜୀବନରେଖା, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଯେମିତି ଯେମିତି ଗାଡ଼ି ମୋଟର ସଂଖ୍ୟା ବଢ଼ି ଚାଲିଛି, ସେମିତି ସେମିତି ଏହି ଜୀବନରେଖା ଏବେ ମୃତ୍ୟୁରେଖା ପାଲଟିବାରେ ଲାଗିଛି। ଏହା ଗୋଟେ ଭୟଙ୍କର ଦ୍ୱନ୍ଦ୍ୱ, ବିକାଶ ଆଉ ବିନାଶ ଭିତରେ। ଆଚ୍ଛା, ଏବେ ଆସନ୍ତୁ କିଛି ସଂଖ୍ୟା ଉପରେ ନଜର ପକାଇବା। ଏହି ସଂଖ୍ୟାଗୁଡ଼ିକ ଆମକୁ ଏହି ସମସ୍ୟାର ଗଭୀରତା ବିଷୟରେ ବହୁତ କିଛି କହିବ, ଆମ ରାଜ୍ୟରୁ ଆରମ୍ଭ କରି ପୁରା ବିଶ୍ୱ ପର୍ଯ୍ୟନ୍ତ। ଏହି ବାର ଚାର୍ଟକୁ ଟିକେ ଦେଖନ୍ତୁ। ଓଡ଼ିଶାରେ 4000ରୁ ଅଧିକ ମୃତ୍ୟୁ। ଏହା ନିଜେ ହିଁ ଗୋଟେ ବହୁତ ବଡ଼ ସଂଖ୍ୟା। କିନ୍ତୁ ଯେତେବେଳେ ଆମେ ଏହାକୁ ପୁରା ଭାରତର 1.5 ଲକ୍ଷ କିମ୍ବା ସାରା ବିଶ୍ୱର 5 ଲକ୍ଷ ମୃତ୍ୟୁ ସହିତ ତୁଳନା କରୁଛେ, ସେତେବେଳେ ଯାଇ ସମସ୍ୟାଟା କେତେ ଭୟଙ୍କର ତାହା ସ୍ପଷ୍ଟ ହେଉଛି। କିନ୍ତୁ ସବୁଠୁ ଅଧିକ ଚିନ୍ତା କରିବା ଭଳି କଥା ହେଉଛି ଏହି ସଂଖ୍ୟା 45। ଜାଣିଛନ୍ତି ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆମ ଓଡ଼ିଶାରେ ଯେତିକି ଦୁର୍ଘଟଣା ହୁଏ, ସେଥିରୁ ପ୍ରତି 100ଟି ଦୁର୍ଘଟଣାରେ 45 ଜଣଙ୍କର ମୃତ୍ୟୁ ହେଉଛି। ମାନେ ଆମ ରାସ୍ତାରେ ହେଉଥିବା ଦୁର୍ଘଟଣାଗୁଡ଼ିକ ବହୁତ ବେଶୀ ମାରାତ୍ମକ। ତେବେ ଏତେ ସବୁ ଦୁଃଖଦ ପରିସଂଖ୍ୟାନ ପଛରେ ପ୍ରକୃତ କାରଣଗୁଡ଼ିକ କ'ଣ? କାହିଁକି ଏମିତି ହେଉଛି? ଆସନ୍ତୁ ଏହାକୁ ଟିକେ ଭଲ ଭାବରେ ବିଶ୍ଳେଷଣ କରିବା। ଏହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ। ଆମ ରାଜ୍ୟରେ ହେଉଥିବା ମୋଟ ଦୁର୍ଘଟଣାର 95% ପାଇଁ ଆମେ ମଣିଷମାନେ ହିଁ ଦାୟୀ, ଆମର ଭୁଲ। ଏହାର ଅର୍ଥ କ'ଣ? ଏହାର ସିଧାସଳଖ ଅର୍ଥ ହେଉଛି, ଯଦି ଆମେ ଚାହିଁବା ତେବେ ଅଧିକାଂଶ ଦୁର୍ଘଟଣାକୁ ରୋକିପାରିବା। ଆଉ ଏଇ ଭୁଲଗୁଡ଼ିକ କ'ଣ? ଏଗୁଡ଼ିକ ଆମ ସମସ୍ତଙ୍କୁ ଜଣା। ଟିକେ ଅଧିକ ସ୍ପିଡରେ ଗାଡ଼ି ଚଲେଇବା, ଗାଡ଼ି ଚଲେଇଲା ବେଳେ ଫୋନରେ କଥା ହେବା, ମଦ ପିଇ ଗାଡ଼ି ଚଲେଇବା,
ଆଉ ସବୁଠୁ ସାଧାରଣ କଥା ହେଲମେଟ୍ କିମ୍ବା ସିଟ୍ ବେଲ୍ଟକୁ ଅବହେଳା କରିବା। ଏହି ଛୋଟ ଛୋଟ ଭୁଲ ନିଷ୍ପତ୍ତି ହିଁ ଜୀବନ ଆଉ ମୃତ୍ୟୁ ଭିତରେ ପାଚେରୀ ତିଆରି କରୁଛି। ହଁ, ଏକଥା ବି ସତ ଯେ ଖରାପ ରାସ୍ତା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗର ବି କିଛି ଭୂମିକା ରହିଛି, କିନ୍ତୁ ମୁଖ୍ୟ ଦୋଷୀ ଆମେ ନିଜେ, ଆମର ଅସାବଧାନତା। ଆଚ୍ଛା, ସମସ୍ୟା ବିଷୟରେ ତ ବହୁତ କଥା ହେଲେ, କିନ୍ତୁ ସମାଧାନ କ'ଣ? ଭଲ କଥା ହେଉଛି ସଡ଼କ ସୁରକ୍ଷା ପାଇଁ ଗୋଟେ ବହୁତ ଶକ୍ତିଶାଳୀ ଫର୍ମୁଲା ଅଛି, ଯାହା ପ୍ରମାଣିତ ହୋଇସାରିଛି। ଏହାକୁ କୁହାଯାଏ 3ଟି ଇ। ପ୍ରଥମ ଇ ହେଉଛି ଏଜୁକେସନ୍, ମାନେ ଶିକ୍ଷା। ଦ୍ୱିତୀୟ ଇ ହେଉଛି ଏନଫୋର୍ସମେଣ୍ଟ, ମାନେ ଆଇନର ପ୍ରବର୍ତ୍ତନ। ଆଉ ତୃତୀୟ ଇ ହେଉଛି ଇଞ୍ଜିନିୟରିଂ, ମାନେ ରାସ୍ତା ଆଉ ଗାଡ଼ିର ସଠିକ୍ ଡିଜାଇନ୍। ଏହା ହିଁ ସଡ଼କ ସୁରକ୍ଷାର ତ୍ରିଶୂଳ, ଯାହା ଏହି ଦୁର୍ଘଟଣା ରୂପକ ଅସୁରକୁ ହରାଇ ପାରିବ। ଆଉ ଏ ସବୁ କିଛି ଆରମ୍ଭ ହୁଏ ଜାଣିବାରୁ, ଶିକ୍ଷାରୁ। ରାସ୍ତାର ନିୟମ କ'ଣ, କେଉଁ ଟ୍ରାଫିକ୍ ସଂକେତର ଅର୍ଥ କ'ଣ, ଆଉ କେମିତି ନିରାପଦରେ ଗାଡ଼ି ଚଳାଇବାକୁ ହେବ। ଏହି ସଚେତନତା ହିଁ ଗୋଟେ ସୁରକ୍ଷିତ ଭବିଷ୍ୟତର ମୂଳଦୁଆ। ଚାଲନ୍ତୁ ଏକ ଛୋଟ କ୍ୱିଜ୍ ହେଇଯାଉ। ଏହି ଚିହ୍ନକୁ ତ ନିଶ୍ଚୟ ଦେଖିଥିବେ। ଏହା ହେଉଛି ଗତି ସୀମା ବା ସ୍ପିଡ୍ ଲିମିଟ୍। ଏହା ସଫାସଫା କହୁଛି ଯେ ଆପଣଙ୍କର ଗାଡ଼ିର ବେଗ ଏହି ସୀମା ଭିତରେ ରହିବା ଦରକାର। ଏହାକୁ ବୁଝିବା ଆଉ ମାନିବା, ଏହା ହିଁ ଶିକ୍ଷାର ପ୍ରଥମ ପାଖ। ଏବେ ଏହି ଚିହ୍ନଟିକୁ ଦେଖନ୍ତୁ। ଏହାର ଅର୍ଥ ହେଉଛି ଆଗରେ ଗୋଟେ ସଂକୀର୍ଣ୍ଣ ପୋଲ୍ ଅଛି। ଭାବି ଦେଖନ୍ତୁ, ଏହି ଗୋଟିଏ ସୂଚନାକୁ ଯଦି କେହି ଅଣଦେଖା କରେ ତେବେ କ'ଣ ହେବ? ଟ୍ରାଫିକ୍ ସଂକେତଗୁଡ଼ିକୁ ଠିକ୍ ଭାବେ ବୁଝିବା ସତରେ ଜୀବନ ବଞ୍ଚେଇପାରେ। ତେବେ ସମାଧାନର ଦ୍ୱିତୀୟ ଇ ହେଉଛି ଏନଫୋର୍ସମେଣ୍ଟ, ମାନେ ଆଇନର ପ୍ରବର୍ତ୍ତନ। ସୁରକ୍ଷିତ ଆଚରଣକୁ ବାଧ୍ୟତାମୂଳକ କରିବା ପାଇଁ ଯେଉଁ ଆଇନଗୁଡ଼ିକ ଅଛି, ଆସନ୍ତୁ ସେ ବିଷୟରେ ଜାଣିବା। ଆପଣ କେବେ ଗୋଲ୍ଡେନ୍ ଆୱାର ବିଷୟରେ ଶୁଣିଛନ୍ତି? ଏହା କୌଣସି ସୁନା ସହ ଜଡ଼ିତ ନୁହେଁ, ବରଂ ଜୀବନ ସହ ଜଡ଼ିତ। ଏହା ହେଉଛି ଦୁର୍ଘଟଣା ପରର ସେହି ପ୍ରଥମ ଘଣ୍ଟା, ଯେତେବେଳେ ସମୟ ହିଁ ଜୀବନ। ଯଦି ଏହି 60 ମିନିଟ୍ ଭିତରେ ଆହତଙ୍କୁ ଠିକ୍ ଚିକିତ୍ସା ମିଳିଯାଏ, ତେବେ ମୃତ୍ୟୁକୁ ବି ହରାଇ ଦିଆଯାଇପାରେ। ଆଉ ଏହି ଗୋଲ୍ଡେନ୍ ଆୱାରର ମହତ୍ତ୍ୱକୁ ବୁଝି 2018ରେ ଆରମ୍ଭ ହେଲା ଓଡ଼ିଶା ଗୁଡ୍ ସମରିଟନ୍ ପଲିସି। ଏହାର ଉଦ୍ଦେଶ୍ୟ ହେଉଛି ଯେମିତି ଆମେ ସମସ୍ତେ କୌଣସି ପୋଲିସ କେସ୍ କିମ୍ବା ଅନ୍ୟ କୌଣସି ଭୟ ନ ରଖି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା। ଏଥିପାଇଁ 2000 ଟଙ୍କାର ପୁରସ୍କାର ଏବଂ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ଅଛି। ସେହିପରି 2019ରେ ସଂଶୋଧିତ ମୋଟରଯାନ ଅଧିନିୟମ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିଲା। ମଦ ପିଇ ଗାଡ଼ି ଚଳାଇବା, ସ୍ପିଡ୍ରେ ଯିବା କିମ୍ବା ବିନା ହେଲମେଟ୍ରେ ଯିବା ଭଳି ଭୁଲ ପାଇଁ ଜରିମାନାକୁ 10 ଗୁଣ ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା। ଏହା ଗୋଟେ ସ୍ପଷ୍ଟ ସଙ୍କେତ ଯେ ଟ୍ରାଫିକ୍ ନିୟମକୁ ଆଉ ହାଲୁକା ଭାବେ ନିଆଯାଇପାରିବ ନାହିଁ। ତେବେ ଆଇନ, ଶିକ୍ଷା ଏସବୁ ତ ନିଜ ଜାଗାରେ ଅଛି, କିନ୍ତୁ ଆସନ୍ତୁ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କଥା ହେବା। ଏହି ସମାଧାନରେ ଆମ ସମସ୍ତଙ୍କର ଭୂମିକା କ'ଣ? ପ୍ରକୃତ ପରିବର୍ତ୍ତନ ଆମ ନିଜଠାରୁ ହିଁ ଆରମ୍ଭ ହୁଏ। ସବୁବେଳେ ହେଲମେଟ୍ ପିନ୍ଧିବା, 18 ବର୍ଷ ପୂର୍ବରୁ ଗାଡ଼ି ଷ୍ଟାର୍ଟ ନ କରିବା, ଗାଡ଼ି ଚଳାଇଲା ବେଳେ ଫୋନ୍କୁ ପକେଟରେ ରଖିବା, ସିଟ୍ ବେଲ୍ଟ ଲଗେଇବା ଆଉ ନିଶାରେ ଥିଲେ ଗାଡ଼ି ଛୁଇଁବାନି। ଏହି ଛୋଟ ଛୋଟ ଅଭ୍ୟାସ ହିଁ ଆମ ଜୀବନର ସବୁଠୁ ବଡ଼ ସୁରକ୍ଷା କବଚ। ଆଉ ଗୋଟେ କଥା ମନେ ରଖିବା ନିହାତି ଦରକାର। ଆମ ଓଡ଼ିଶାର 80%ରୁ ଅଧିକ ଗାଡ଼ି ହେଉଛି ଦୁଇଚକିଆ, ଆଉ ଏହାକୁ ଚଳାଉଛନ୍ତି ମୁଖ୍ୟତଃ ଆମ ଯୁବପିଢ଼ି। ତେଣୁ ହେଲମେଟ୍ ପିନ୍ଧିବା କେବଳ ଗୋଟିଏ ନିୟମ ନୁହେଁ, ଏହା ନିଜ ଜୀବନ ଆଉ ନିଜ ଭବିଷ୍ୟତ ପାଇଁ କରାଯାଇଥିବା ସବୁଠୁ ବଡ଼ ନିବେଶ। ତେବେ ଶେଷରେ ଗୋଟିଏ କଥା, ଯଦି 95% ଦୁର୍ଘଟଣା ଆମ ଭୁଲ ପାଇଁ ହେଉଛି, ତାହେଲେ ସମାଧାନର ଚାବି ବି ତ ଆମ ହାତରେ ହିଁ ଅଛି। ଆସନ୍ତୁ ଆଜିଠାରୁ ନିଜେ ଗୋଟିଏ ଛୋଟ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ନେବା, ଯେପରି ଆମ ରାଜ୍ୟର ରାସ୍ତା ପ୍ରଗତିର ପଥ ହେବ, ମୃତ୍ୟୁର ନୁହେଁ। କେଉଁ ସେହି ଗୋଟିଏ ପରିବର୍ତ୍ତନ ଯାହା ଆଜିଠାରୁ ଆରମ୍ଭ କରାଯିବ? ଯେତେବେଳେ ଭାରତ ସ୍ୱାଧୀନ ହେଲା, ସେତେବେଳେ ଦୁନିଆଟା 2 ଭାଗରେ ବାଣ୍ଟି ହୋଇଯାଇଥିଲା। ଏପଟେ ନିଜର ଆଦର୍ଶ ଆଉ ସେପଟେ ବିଶ୍ୱ ରାଜନୀତିର କଠୋର ବାସ୍ତବତା। ତେବେ ଏତେ ସବୁ ଭିତରେ ଏହି ନୂଆ ଦେଶ ନିଜ ପାଇଁ ରାସ୍ତା ତିଆରି କଲା କେମିତି? ଚାଲନ୍ତୁ ଆଜି ଭାରତର ବୈଦେଶିକ ନୀତିର ସେହି ଜଟିଳ ଯାତ୍ରାକୁ ଟିକେ ସହଜରେ ବୁଝିବା। ଆଉ ଏଇଟା ହିଁ ଥିଲା ସେତେବେଳର ସବୁଠୁ ବଡ଼ ଚ୍ୟାଲେଞ୍ଜ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁରା ଦୁନିଆ 2ଟା କ୍ୟାମ୍ପରେ ବାଣ୍ଟି ହୋଇଯାଇଥିଲା। ଗୋଟେ ପଟେ ଆମେରିକା ଆଉ ଅନ୍ୟପଟେ ସୋଭିଏତ ରଷିଆ। ଏମିତି ଏକ ସମୟରେ ଭାରତ ପାଖରେ କ'ଣ ବିକଳ୍ପ ଥିଲା? କାହା ପଟକୁ ଯିବ? ନା ନିଜ ପାଇଁ ଏକ ନୂଆ ରାସ୍ତା ତିଆରି କରିବ? ଏଇଟା ହିଁ ଥିଲା ପ୍ରକୃତ ପରୀକ୍ଷା। ଆଜି ଆମେ ମୁଖ୍ୟତଃ 4ଟା ବିଷୟ ଉପରେ କଥା ହେବା। ପ୍ରଥମେ ସ୍ୱାଧୀନ ଭାରତର ବିଶ୍ୱକୁ ଦେଖିବାର ନଜରିଆ କ'ଣ ଥିଲା,
ତାପରେ ଦେଖିବା ଆମେରିକା ଆଉ ରୁଷିଆ ସହ ସମ୍ପର୍କର କଥା ଆଉ ଶେଷରେ ନିଜ ପଡ଼ୋଶୀମାନଙ୍କ ସହ ସମ୍ପର୍କ କେମିତି ଥିଲା କେଉଁଠି ସଂଘର୍ଷ ଥିଲା ଆଉ କେଉଁଠି ସହମତି। ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ ସ୍ୱାଧୀନ ଭାରତର ବିଶ୍ୱ ଦୃଷ୍ଟିକୋଣ। ଦେଖନ୍ତୁ ବାହାର ଦୁନିଆ ସହ ସମ୍ପର୍କ ରଖିବା ଆଗରୁ ଭାରତ ପାଇଁ ଜରୁରୀ ଥିଲା ନିଜର କିଛି ନୀତି ବା ନିୟମ ତିଆରି କରିବା ଯାହା ଆଗକୁ ଯାଇ ତାର ମାର୍ଗଦର୍ଶନ କରିବ। ତ ଭାରତର ବୈଦେଶିକ ନୀତିର ମୂଳଦୁଆ କ'ଣ ଥିଲା? ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଗୋଷ୍ଠୀ ନିରପେକ୍ଷତା। ଏହାର ସିଧାସଳଖ ମାନେ ହେଲା ଭାରତ କୌଣସି ସାମରିକ ଗୋଷ୍ଠୀରେ ସାମିଲ ହେବ ନାହିଁ, ନା ଆମେରିକା ପଟେ ନା ସୋଭିଏତ ରୁଷିଆ ପଟେ। ଏହାସହ ସାମ୍ରାଜ୍ୟବାଦ ବର୍ଣ୍ଣବୈଷମ୍ୟକୁ ବିରୋଧ କରିବା ଆଉ ଶାନ୍ତିପୂର୍ଣ୍ଣ ଭାବରେ ସବୁ ବିବାଦର ସମାଧାନ କରିବା ଭଳି ନୀତି ମଧ୍ୟ ସାମିଲ ଥିଲା। କହିବାକୁ ଗଲେ ଏହି ଗୋଷ୍ଠୀ ନିରପେକ୍ଷତା ହିଁ ବିଶ୍ୱ ରାଜନୀତିକୁ ଭାରତର ସବୁଠୁ ବଡ଼ ଅବଦାନ ଥିଲା। ଆଉ ଏଇ ଯୋଉ ଶାନ୍ତିପୂର୍ଣ୍ଣ ଦୃଷ୍ଟିକୋଣ କଥା ଆମେ କହୁଛେ ତାର ସବୁଠୁ ବଡ଼ ଉଦାହରଣ ଥିଲା 1954 ମସିହାରେ ଚୀନ ସହ ହୋଇଥିବା ପଞ୍ଚଶୀଳ ଚୁକ୍ତି। ଏହି 5ଟି ସିଦ୍ଧାନ୍ତକୁ ଦୁଇ ଦେଶର ସମ୍ପର୍କର ଆଧାର ଭାବେ ଗ୍ରହଣ କରାଯାଇଥିଲା ଆଉ ପରେ ଏସିଆ ଆଫ୍ରିକାର ଅନେକ ଦେଶ ପାଇଁ ଏହା ଏକ ମଡେଲ ପାଲଟି ଯାଇଥିଲା। ଭାରତର ସାମ୍ରାଜ୍ୟବାଦ ବିରୋଧୀ ନୀତି କେତେ ଦୃଢ଼ ଥିଲା ତାହା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏହି କଥାରୁ ସ୍ପଷ୍ଟ ଜଣାପଡ଼େ। କାରଣ ଭାରତ ନିଜେ ଶହ ଶହ ବର୍ଷ ଧରି ଉପନିବେଶବାଦର ଶିକାର ହୋଇଥିଲା, ତେଣୁ ଦୁନିଆର ଯେକୌଣସି କୋଣରେ ଏହାର ବିରୋଧ କରିବାକୁ ଭାରତ ସବୁବେଳେ ପ୍ରତିବଦ୍ଧ ଥିଲା। ଏବେ ଆସନ୍ତୁ ଆଗକୁ ବଢ଼େଇବା ଆଉ ଦେଖିବା ଦୁନିଆର ଦୁଇ ସବୁଠୁ ବଡ଼ ଗଣତନ୍ତ୍ର ମାନେ ଭାରତ ଆଉ ଆମେରିକା ଭିତରେ ସମ୍ପର୍କ କେମିତି ଥିଲା। ଏଇଟା ବଡ଼ ମଜାଦାର କାହାଣୀ, କାରଣ ଏଥିରେ ବନ୍ଧୁତା ଥିଲା କିନ୍ତୁ ତା ସାହାରେ ଅବିଶ୍ୱାସ ବି କମ୍ ନଥିଲା। ସତ କହିବାକୁ ଗଲେ ଏ ସମ୍ପର୍କଟା ଗୋଟିଏ ରୋଲର କୋଷ୍ଟର ରାଇଡ୍ ଭଳି ଥିଲା, କେତେବେଳେ ଉପରକୁ ତ କେତେବେଳେ ତଳକୁ। ଦେଖନ୍ତୁ 1962ରେ ଯେତେବେଳେ ଚୀନ ଆକ୍ରମଣ କଲା ଆମେରିକା ଭାରତକୁ ସମର୍ଥନ କଲା, କିନ୍ତୁ ମାତ୍ର 3 ବର୍ଷ ପରେ 1965ରେ ପାକିସ୍ତାନ ସହ ଯୁଦ୍ଧ ବେଳେ ଆମେରିକା ପାକିସ୍ତାନ ପକ୍ଷରେ ଠିଆ ହେଲା ଆଉ ଭାରତ ଉପରେ ଚାପ ପକାଇବାକୁ ବଙ୍ଗୋପସାଗରକୁ ନିଜର ସପ୍ତମ ନୌବହର ପଠାଇଦେଲା। ଆଚ୍ଛା, ତ ଏଇଟା ତ ଗଲା ଆମେରିକାର କଥା, କିନ୍ତୁ ଶୀତଳ ଯୁଦ୍ଧର ଆରପଟେ ଥିଲା ସୋଭିଏତ ସଂଘ ଆଉ ଏଠି କାହାଣୀଟା ପୁରା ଅଲଗା ଥିଲା। ଆମେରିକା ସହ ସମ୍ପର୍କ ଯେତିକି ଉଠାପକା ଥିଲା ସୋଭିଏତ ସଂଘ ସହ ସମ୍ପର୍କ ସେତିକି ସ୍ଥିର ଆଉ ଭରସାଯୋଗ୍ୟ ଥିଲା। ତ ଏ ଯୋଉ ୟୁଏସଏସଆର ବା ସୋଭିଏତ ସଂଘ କଥା କୁହାଯାଉଛି ସେଟା ଆଜିର ରୁଷିଆ ଆଉ ତା ସହ ଆହୁରି 14ଟି ଦେଶକୁ ନେଇ ଗୋଟେ ବହୁତ ବଡ଼ ଶକ୍ତିଶାଳୀ ଦେଶ ଥିଲା। ଏହା 1991 ପର୍ଯ୍ୟନ୍ତ ବିଶ୍ୱ ରାଜନୀତିରେ ଏକ ବଡ଼ ଭୂମିକା ନିଭାଉଥିଲା। ସୋଭିଏତ ସଂଘ ଭାରତକୁ ସାହାଯ୍ୟ କରିବା ପାଇଁ ବାରମ୍ବାର ନିଜର ଭିଟୋ ପାୱାର ବ୍ୟବହାର କରିଥିଲା। ଏବେ ପ୍ରଶ୍ନ ଆସୁଛି ଏ ଭିଟୋ କ'ଣ? ଦେଖନ୍ତୁ, ଏଇଟା ହେଉଛି ଜାତିସଂଘ ସୁରକ୍ଷା ପରିଷଦର କିଛି ସ୍ଥାୟୀ ସଦସ୍ୟଙ୍କ ପାଖରେ ଥିବା ଗୋଟେ ସ୍ପେଶାଲ ପାୱାର, ଯାହାକୁ ବ୍ୟବହାର କରି ସେମାନେ ଯେକୌଣସି ପ୍ରସ୍ତାବକୁ ଅଟକାଇ ପାରିବେ। ଆଉ କାଶ୍ମୀର ପ୍ରସଙ୍ଗରେ ଏହି ପାୱାର ଭାରତ ପାଇଁ ବାରମ୍ବାର ଏକ ସୁରକ୍ଷା କବଚ ଭଳି କାମ କରିଛି। ଆଉ ସୋଭିଏତ ସଂଘ କେବଳ କଥାରେ ନୁହେଁ କାମରେ ବି ଦେଖେଇଥିଲା ଯେ ସେ ଭାରତର ପ୍ରକୃତ ବନ୍ଧୁ। ଯେମିତିକି କାଶ୍ମୀର ମାମଲାରେ କୂଟନୈତିକ ସମର୍ଥନ ଦେବାଠୁ ଆରମ୍ଭ କରି ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ ଭଳି ବଡ଼ ବଡ଼ ପ୍ରକଳ୍ପ ପାଇଁ ସାହାଯ୍ୟ କରିବା ପର୍ଯ୍ୟନ୍ତ ସବୁଠି ସୋଭିଏତ ସଂଘ ଭାରତ ସହ ଛିଡ଼ା ହୋଇଥିଲା। ବିଶେଷ କରି 1971ର ମୈତ୍ରୀ ସନ୍ଧି ଏହି ବନ୍ଧୁତାକୁ ଏକ ନୂଆ ସ୍ତରକୁ ନେଇଯାଇଥିଲା। ଠିକ୍ ଅଛି, ଏବେ ବିଶ୍ୱ ରାଜନୀତିରୁ ଟିକେ ପାଖକୁ ଆସିବା। ନଜର ପକାଇବା ଭାରତର ପଡ଼ୋଶୀମାନଙ୍କ ଉପରେ, କାରଣ ଏଠି କାହାଣୀଟା ପୁରା ବଦଳି ଯାଇଥିଲା। ଏଠି ବୈଦେଶିକ ନୀତିର ଆଦର୍ଶଗୁଡ଼ିକ ସୀମା ବିବାଦର କଠୋର ବାସ୍ତବତା ସହ ମୁହାଁମୁହିଁ ହୋଇଥିଲା। ଚୀନ ସହ ସମ୍ପର୍କର ଆରମ୍ଭ କିନ୍ତୁ ବହୁତ ଭଲ ଥିଲା। ସେତେବେଳେ ଗୋଟେ ସ୍ଲୋଗାନ ବହୁତ ଚାଲୁଥିଲା, ହିନ୍ଦୀ ଚୀନୀ ଭାଇ ଭାଇ। ଏହି ସ୍ଲୋଗାନ ଭିତରେ କେବଳ ଭାରତ ଚୀନ ନୁହେଁ ବରଂ ପୁରା ଏସିଆ ଏକଜୁଟ ହେବାର ଏକ ସ୍ୱପ୍ନ ଥିଲା। କିନ୍ତୁ ଏଇ ଯୋଉ ଭାଇ ଭାଇର ସମ୍ପର୍କ ଥିଲା ସେଟା ବେଶୀ ଦିନ ତିଷ୍ଠି ପାରିଲାନି। ଖୁବ୍ ଶୀଘ୍ର ସବୁକିଛି ବଦଳିଗଲା। 1959 ବେଳକୁ ସୀମା ବିବାଦ ତୀବ୍ର ହେବାକୁ ଲାଗିଲା ଆଉ ଶେଷରେ 1962ର ଯୁଦ୍ଧ ଏହି ସମ୍ପର୍କରେ ଏମିତି ଏକ ଗଭୀର କ୍ଷତ ସୃଷ୍ଟି କଲା ଯାହା ଆଜି ପର୍ଯ୍ୟନ୍ତ ବି ପୂରାପୂରି ଭରିପାରିନାହିଁ। ଚୀନ ପରେ ଏବେ ଦେଖିବା ଆମର ଆଉ ଜଣେ ପ୍ରମୁଖ ପଡ଼ୋଶୀ ପାକିସ୍ତାନ ସହ ସମ୍ପର୍କ କେମିତି ଥିଲା। ଆଉ ଏ କାହାଣୀର ଆରମ୍ଭ ହିଁ ହେଇଥିଲା 1947ର ବିଭାଜନରୁ, ଯୋଉଥିପାଇଁ ଏ ସମ୍ପର୍କ ଆରମ୍ଭରୁ ହିଁ ତିକ୍ତତା ଆଉ ସଂଘର୍ଷରେ ଭରି ରହିଥିଲା। ସ୍ୱାଧୀନତା ପରଠୁ ଦେଖିଲେ ଭାରତ ଓ ପାକିସ୍ତାନ ଭିତରେ ମୁଖ୍ୟତଃ 3ଟା ବଡ଼ ଯୁଦ୍ଧ ହୋଇଛି। 1965ରେ, ତାପରେ 1971ରେ ଆଉ ଶେଷରେ 1999ର କାର୍ଗିଲ ଯୁଦ୍ଧ।
ଆଉ ଏହିସବୁ ସଂଘର୍ଷର କେନ୍ଦ୍ରରେ ପ୍ରାୟତଃ କାଶ୍ମୀର ପ୍ରସଙ୍ଗ ହିଁ ରହିଆସିଛି, ଯାହା ଦୁଇ ଦେଶର ସମ୍ପର୍କକୁ ଆଜି ବି ଜଟିଳ କରି ରଖିଛି। ତେବେ ଏ ପୂରା ଆଲୋଚନାରୁ ଆମେ କ'ଣ ବୁଝିଲେ? ମୋଟାମୋଟି ଭାବେ ଦେଖିଲେ ସ୍ୱାଧୀନ ଭାରତର ବୈଦେଶିକ ନୀତି ଗୋଟିଏ ବହୁତ ବଡ଼ ସନ୍ତୁଳନ ରଖିବାର ଖେଳ ଥିଲା। ଗୋଟେ ପଟେ ଗୋଷ୍ଠୀ ନିରପେକ୍ଷତା ଭଳି ନିଜର ଆଦର୍ଶ, ଆଉ ଅନ୍ୟପଟେ ଆମେରିକା ଆଉ ସୋଭିଏତ୍ ସଂଘ ଭଳି ମହାଶକ୍ତିଙ୍କର ଚାପ। ଏହି ଯାତ୍ରାରେ ସଫଳତା ବି ମିଳିଲା ଆଉ ବିଫଳତା ବି, କିନ୍ତୁ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାର ପ୍ରୟାସ କେବେ ବି ବନ୍ଦ ହୋଇନଥିଲା। ହୋ, ତ ଏ ପୁରୁଣା କଥାକୁ ଶେଷ କରିବା ଆଗରୁ ଗୋଟିଏ ପ୍ରଶ୍ନ ମନକୁ ଆସୁଛି। ଶୀତଳ ଯୁଦ୍ଧ ସମୟର ସେଇ ନୀତିଗୁଡ଼ିକ, ଯେମିତିକି ଗୋଷ୍ଠୀ ନିରପେକ୍ଷତା, ଆଜିର ଏ ବଦଳୁଥିବା ଦୁନିଆରେ ଯୋଉଠି ଅନେକ ଶକ୍ତିକେନ୍ଦ୍ର ଅଛି, ସେଠି ଏହାର କିଛି ମୂଲ୍ୟ ଅଛି କି? ଏହା ଉପରେ ଚିନ୍ତା କରିବା ପାଇଁ ଏକ ଭଲ ସୁଯୋଗ।